କେଉଁ ଦେଶର କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦେଇଥାନ୍ତି? ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ଅପସନ୍ ହେଉଛି ଅପସନ୍ ଏ ଜାପାନ, ଅପସନ୍ ବି ଚୀନ, ଅପସନ୍ ସି କାନାଡା ଏବଂ ଅପସନ୍ ଡି ବ୍ରାଜିଲ। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ଏହାର ଉତ୍ତରଟି ଜାଣିଥିବେ ତାହେଲେ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରନ୍ତୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚୀନ। ଚୀନ ଦେଶର କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦେଇଥାନ୍ତି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଆଗ୍ରାର ତାଜମହଲକୁ ତିଆରି କରିବା ପାଇଁ କେତେ ଦିନ ସମୟ ଲାଗିଥିଲା? ଅପସନ୍ ଏ 22 ବର୍ଷ, ଅପସନ୍ ବି 12 ବର୍ଷ, ଅପସନ୍ ସି 20 ବର୍ଷ ଏବଂ ଅପସନ୍ ଡି 15 ବର୍ଷ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 22 ବର୍ଷ। ଆଗ୍ରାର ତାଜମହଲକୁ ତିଆରି କରିବା ପାଇଁ 22 ବର୍ଷ ଲାଗିଥିଲା। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଲାଇଫ୍ ବୟ କେଉଁ ଦେଶର କମ୍ପାନୀ ଅଟେ? ଅପସନ୍ ଏ ଜର୍ମାନୀ, ଅପସନ୍ ବି ଭାରତ, ଅପସନ୍ ସି ଚୀନ ଏବଂ ଅପସନ୍ ଡି ଇଂଲଣ୍ଡ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଇଂଲଣ୍ଡ। ଲାଇଫ୍ ବୟ ଇଂଲଣ୍ଡର କମ୍ପାନୀ ଅଟେ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ବିଲେଇର ହାରାହାରି ଜୀବନକାଳ କେତେ ବର୍ଷ ଅଟେ? ଅପସନ୍ ଏ 12 ରୁ 20 ବର୍ଷ, ଅପସନ୍ ବି 15 ରୁ 25 ବର୍ଷ, ଅପସନ୍ ସି 20 ରୁ 28 ବର୍ଷ ଏବଂ ଅପସନ୍ ଡି 12 ରୁ 32 ବର୍ଷ। ତ ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 12 ରୁ 20 ବର୍ଷ। ବିଲେଇର ହାରାହାରି ଜୀବନକାଳ ହେଉଛି 12 ରୁ 20 ବର୍ଷ। ତେବେ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିନେବା କ'ଣ ରହିଛି। ମତ୍ସ୍ୟମାନଙ୍କ ପର୍ବ କେଉଁ ଦେଶରେ ପାଳନ କରାଯାଏ? ଅପସନ୍ ଏ ବ୍ରାଜିଲ, ଅପସନ୍ ବି ଚୀନ, ଅପସନ୍ ସି କାନାଡା ଏବଂ ଅପସନ୍ ଡି ନାଟୋ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚୀନ। ଚୀନରେ ମଶାମାନଙ୍କ ପର୍ବ ପାଳନ କରାଯାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ତ୍ରିରଙ୍ଗା ପତାକାର ଅଶୋକ ଚକ୍ରରେ କେତୋଟି ତିଲି ଅଛି? ଆମର ଭାରତର ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ରରେ କେତୋଟି ତିଲି ଅଛି? ଅପସନ୍ ଏ 12ଟି, ଅପସନ୍ ବି 18ଟି, ଅପସନ୍ ସି 20ଟି ଏବଂ ଅପସନ୍ ଡି 24ଟି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 24ଟି। ଭାରତର ତ୍ରିରଙ୍ଗା ପତାକାର ଅଶୋକ ଚକ୍ରରେ 24ଟି ତିଲି ଅଛି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ସର୍ବପ୍ରଥମେ କେଉଁ ଦେଶରେ ସାବୁନର ଆବିଷ୍କାର ହୋଇଥିଲା? ଅପସନ୍ ଏ ଜର୍ମାନୀ, ଅପସନ୍ ବି ଭାରତ, ଅପସନ୍ ସି ଇଟାଲୀ ଏବଂ ଅପସନ୍ ଡି ଆମେରିକା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜର୍ମାନୀ। ସର୍ବପ୍ରଥମେ ଜର୍ମାନୀରେ ସାବୁନର ଆବିଷ୍କାର ହୋଇଥିଲା। ଏବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଦୁନିଆର ଏମିତି କେଉଁ ଦେଶ ଅଛି ଯେଉଁଠିକି ଗୋଟାଏ ବି ଚାଷ କରାଯାଏ ନାହିଁ? ଅପସନ୍ ଏ ଜାପାନ, ଅପସନ୍ ବି ମାଲେସିଆ, ଅପସନ୍ ସି ସିଙ୍ଗାପୁର ଏବଂ ଅପସନ୍ ଡି ବ୍ରାଜିଲ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସିଙ୍ଗାପୁର। ଦୁନିଆର ଏମିତି ଦେଶ ହେଉଛି ସିଙ୍ଗାପୁର ଯେଉଁଠିକି ଗୋଟାଏ ବି ଚାଷ କରାଯାଏ ନାହିଁ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଭାରତରେ କେଉଁ ରାଜ୍ୟରେ ଅଧିକାଂଶ ଗଛ ଅଛି? ଅପସନ୍ ଏ ଓଡ଼ିଶା, ଅପସନ୍ ବି ଛତିଶଗଡ଼, ଅପସନ୍ ସି ଗୁଜରାଟ
ଏବଂ ଅପସନ୍ ଡି ମଧ୍ୟପ୍ରଦେଶ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ମଧ୍ୟପ୍ରଦେଶ। ଭାରତରେ ମଧ୍ୟପ୍ରଦେଶରେ ଅଧିକାଂଶ ଗଛ ଅଛି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଶିକ୍ଷା କ୍ଷେତ୍ରରେ କେଉଁ ଦେଶ ସବୁଠାରୁ ପ୍ରଥମ ସ୍ଥାନରେ ଅଛି? ଅପସନ୍ ଏ ଚୀନ, ଅପସନ୍ ବି କେନିଆ, ଅପସନ୍ ସି କାନାଡ଼ା ଏବଂ ଅପସନ୍ ଡି ଅଷ୍ଟ୍ରେଲିଆ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କାନାଡ଼ା। ଶିକ୍ଷା କ୍ଷେତ୍ରରେ କାନାଡ଼ା ସବୁଠାରୁ ପ୍ରଥମ ସ୍ଥାନରେ ଅଛି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଦୁନିଆର ସବୁଠାରୁ ବଡ଼ ବିଦ୍ୟାଳୟ କେଉଁଠି ଅଛି? ଅପସନ୍ ଏ ଜାପାନ, ଅପସନ୍ ବି ଇଣ୍ଡୋନେସିଆ, ଅପସନ୍ ସି କଲମ୍ବିଆ ଏବଂ ଅପସନ୍ ଡି ଭାରତ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଭାରତ। ଦୁନିଆର ସବୁଠାରୁ ବଡ଼ ବିଦ୍ୟାଳୟ ଅଛି ଭାରତରେ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ମଣିଷ ଶରୀରରେ କେତେ ଲିଟର ରକ୍ତ ଥାଏ? ଅପସନ୍ ଏ 5 ଲିଟର, ଅପସନ୍ ବି 10 ଲିଟର, ଅପସନ୍ ସି 8 ଲିଟର, ଅପସନ୍ ଡି 3 ଲିଟର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 5 ଲିଟର। ଜଣେ ସୁସ୍ଥ ମଣିଷ ଶରୀରରେ 5 ଲିଟର ରକ୍ତ ଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଜୀବର ଆଖି ନଷ୍ଟ ହେଲେ ମଧ୍ୟ ପୁନର୍ବାର ନୂଆ ଆଖି ଆସିଥାଏ? ଅପସନ୍ ଏ ଭଁଅର, ଅପସନ୍ ବି ଅକ୍ଟୋପାସ୍, ଅପସନ୍ ସି ବାଦୁଡ଼ି ଏବଂ ଅପସନ୍ ଡି ଗେଣ୍ଡା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗେଣ୍ଡା। ଗେଣ୍ଡାର ଆଖି ନଷ୍ଟ ହୋଇଗଲେ ମଧ୍ୟ ପୁନର୍ବାର ନୂଆ ଆଖି ଆସିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ମଶାମାନେ କେତେ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରନ୍ତି? ଅପସନ୍ ଏ 3 ଫୁଟ, ଅପସନ୍ ବି 50 ଫୁଟ, ଅପସନ୍ ସି 25 ଫୁଟ ଏବଂ ଅପସନ୍ ଡି 10 ଫୁଟ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 50 ଫୁଟ। ମଶାମାନେ 50 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରିଥାନ୍ତି। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପୁସ୍ତକର ନିର୍ମାଣ ପ୍ରଥମେ କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଇଟାଲୀ, ଅପସନ୍ ବି ଜର୍ମାନୀ, ଅପସନ୍ ସି ଅଷ୍ଟ୍ରେଲିଆ ଏବଂ ଅପସନ୍ ଡି ଚୀନ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜର୍ମାନୀ। ସର୍ବପ୍ରଥମେ ପୁସ୍ତକର ନିର୍ମାଣ ଜର୍ମାନୀରେ ହୋଇଥିଲା।